କହିଥିଲା କାଉଁରିଆ ମାନଙ୍କୁ ଖାଇବାକୁ ଦେବା ଆଉ ଗ୍ରାମବାସୀ ମାନଙ୍କୁ ସବୁ ଖାଇବାକୁ ଦେବା। ଆମର ମହିଳା ପରିଷଦର ତରଫରୁ ସବୁ ଆମେ ଆସିଥିଲୁ, ଭାଇମାନେ ଭଉଣୀମାନେ ବି ଆସିଛୁ। ଆମର ଯିଏ ଅଛନ୍ତି ଡକ୍ଟର ନୀରଜ କୁମାର ଯାଦବ ସାର୍ ଆଉ ବିକି ଚକ୍ରବର୍ତ୍ତୀ ସାର୍, ତାଙ୍କ ନେତୃତ୍ୱରେ ଆମେ କାମ କରୁଛୁ, ଆଗକୁ ବି ବହୁତ କାମ କରିବୁ। ଆଉ ଏଠି ବହୁତ ଲୋକ ବି ଗହଳି ହେଇଥିଲେ, ଖାଇବା ପିଇବାକୁ ଦେଇକି ବହୁତ ଖୁସି ଲାଗିଲା। ଆଗକୁ ବି ଆମକୁ ଏମିତି ଭଗବାନ ଆଶୀର୍ବାଦ କରନ୍ତୁ, ଆମେ ଆଗକୁ ଯେମିତି এইଭଳି କାମ ସବୁ କାର୍ଯ୍ୟ କରିପାରୁ। ବହୁତ ସଂଗଠନ ଅଛନ୍ତି, କିନ୍ତୁ ଆମ ସଂଗଠନ ବହୁତ ଲୋକଙ୍କୁ ହେଲ୍ପ କରୁଛି, ଆଗକୁ ଯାଇପାରିବୁ। ଆଉ ମୋତେ ବହୁତ ଖୁସି ଲାଗୁଛି ଏତେ ଲୋକଙ୍କ ଭିଡ଼ରେ ଆମେ ଏତେ ପ୍ରଶଂସା ପାଉଛୁ। ସମସ୍ତେ ଯେହେତୁ କହୁଛନ୍ତି ନାଇଁ ଏ ମହିଳା ପରିଷଦ ବହୁତ ଭଲ, ବହୁତ କାମ କରୁଛନ୍ତି ଆଉ ସମସ୍ତଙ୍କୁ ହେଲ୍ପ କରୁଛନ୍ତି, ଆମକୁ ବହୁତ ଖୁସି ଲାଗୁଛି। ଭଲ ଅନୁଭୂତି, ବହୁତ ଖୁସି ଲାଗିଲା କି ଆମେ ମହିଳା ମାନେ ଆମ କେନ୍ଦ୍ରାପଡ଼ାରୁ କଣ ଅନୁଭୂତି ନେଲେ? ବହୁତ ଭଲ ଲାଗିଲା। ଆମର ସୋସିଆଲ ୱାର୍କର ଆମର ଯେଉଁ RSP ତରଫରୁ ଆମେ ଆସିଛୁ, ମହିଳା ପ୍ରେସିଡେଣ୍ଟ ଆମକୁ ଡାକିଛନ୍ତି, ତ ବହୁତ ଆମେ ଏଥିରେ ଅନ୍ନଛତ୍ର ଆୟୋଜନ ହେଇଛି, ତ ବହୁତ ଖୁସି ଲାଗିଲା। ବହୁତ ଭକ୍ତମାନେ ଆସି ଖାଉଛନ୍ତି, ବହୁତ ମାନେ ଏଠି ଗ୍ରାମବାସୀମାନେ ବି ଆସି ଖାଉଛନ୍ତି, ବହୁତ ଖୁସି ଲାଗିଲା। ବହୁତ ଭଲ ବି ଲାଗିଲା। ଆଉ ଆମେମାନେ ବି ଏଥିରେ ମାନେ ସାହାଯ୍ୟ ସହାନୁଭୂତି କରୁଛୁ। ଶ୍ରାବଣ ମାସରେ ମାନସିକ ଧରି ସମସ୍ତେ ଆସନ୍ତି ବାବାଙ୍କ ପାଖକୁ, ଆପଣ ଏମିତି କିଛି ମାନସିକ ଧରି ଆସିଥିଲେ ନା ଏମିତି ନର୍ମାଲ ଦର୍ଶନ? ନାଇଁ, ଏମିତି ନର୍ମାଲ ଦର୍ଶନ କଲି, କିନ୍ତୁ ବାବାଙ୍କ ପାଖରେ ଏତିକି ମାନେ ଅନୁଭୂତି ନେଲି କି ଆମକୁ ଯେମିତି ସବୁ ସମୟ ପାଇଁ ଶକ୍ତି ମାନେ ଇଏ ଦିଅନ୍ତୁ, ଯେମିତି ଆମେ ସବୁ ଦିଗରେ ସମସ୍ତଙ୍କୁ ହେଲ୍ପ କରୁ। ମାନେ ଆଜି ଯେମିତି ଅନ୍ନଛତ୍ର ଏଠି ଖୋଲିଛୁ, ଆମେ ଲୋକଙ୍କୁ ସାହାଯ୍ୟ ସହାନୁଭୂତି ଅନ୍ନ କିଛି ଦିଆହେଉଛି, ତ ସେମିତି ଆମକୁ ପ୍ରତିବର୍ଷ ଯେମିତି ଆମକୁ ଭଗବାନ ଶକ୍ତି ଦିଅନ୍ତୁ, ଯେମିତି ଆମେ ପ୍ରତି ଜାଗାରେ ପ୍ରତି ଅସୁବିଧାରେ ଲୋକଙ୍କୁ ହେଲ୍ପ କରୁ। ଆଉ ଆମ ମହିଳା ପ୍ରେସିଡେଣ୍ଟକୁ ବି ସେ ମ୍ୟାଡ଼ାମକୁ ବି ଅନୁରୋଧ କରୁଛି, ଏମିତି ବହୁତ ଜାଗା ବି ଯାଇକିନା ମାନେ ଆମେ ସାହାଯ୍ୟ କରିବାକୁ ବହୁତ ସୁଯୋଗ ଆମେ ଚାହୁଁଛୁ। ଆମକୁ ଏତିକି